ଅଛି ଅଛି ତମର ସବୁ କଣ କଣ ଅଛି ପୂର୍ବ ତମ ପ୍ରତି ଠିଆ ହେଇଥିବ ଆଖି ନାକ ପାଟି ଗୋଡ଼ ହାତ ବସ ଆମେ ଏଇଗୁলো ଚିତ୍ର ଦେଖୁଛେ ଏ ଗୋଟେ କଣ ଗୋଟେ ପିଲା ଆସୁ ହାତ ଗୋଡ଼ ଅଛି ନା ନାହିଁ ଅଛି ତ ତମମାନଙ୍କର ଅଛି ମୁଁ କହିବି ମୋ ସବୁ କହିବ ତାହେଲେ ଏଟା କୋଉ ଅଙ୍ଗ ହେଲା ପିଲାର ଏଇଟା କଣ ଏଇଟା ଗୋଡ଼ ଏଇଟା ଏଇଟା ଆଖି ଏଇଟା ପାଟି ଗୁড ଏଇଟା ନାକ ଏଇଟା କାନ ଏଇଟା ଝୁଣ୍ଟା ହେଲା ଆଉ ଏଇଟା କଣ ଏଇଟା ଏଇଟା ମଉରୀ ତମ ସବୁ ଅଛି ତ ଆମ ଶରୀରର ବାହାରେ ଯେଉଁ ସବୁ ଅଙ୍ଗ ଥାଏ ଯାହାକୁ ଆମେ ଦେଖିପାରୁ ତାକୁ କଣ କୁହାଯାଏ ବାହ୍ୟ ଅଙ୍ଗ କି ଅଙ୍ଗ କୁହାଯାଏ ବାହ୍ୟ ଅଙ୍ଗ ହେଲା ଆମ ଶରୀର ଭିତରେ ବି ଅଙ୍ଗ ଅଛି ଆମେ ତ ଦେଖି ପାରୁନି କଣ ସବୁ ଶରୀର ଭିତରେ ଅଛି ସୁବିବ ଫୁସଫୁସ କିଡନୀ ହୃତ୍ପିଣ୍ଡ ମସ୍ତିଷ୍କ ପାକସ୍ଥଳୀ ଅଛି ନା ନାହିଁ ଖାଦ୍ୟନଳୀ ଶ୍ୱାସନଳୀ ସବୁ ଅଛି ତ ତାକୁ ଆମେ କଣ କହିଲେ ସେଗୁলো ସବୁ ହଉଛି ଅନ୍ତ ଅଙ୍ଗ କି ଅଙ୍ଗ ଆମ ଶରୀର ଭିତରେ ଯୋଉ ଅଙ୍ଗ ଅଛି ତାକୁ ଆମେ କହିଲେ ଅନ୍ତ ଅଙ୍ଗ ଶରୀର ବାହାରେ ଯୋଉ ଅଙ୍ଗ ଅଛି ତାକୁ କହିଲେ ବାହ୍ୟ ଅଙ୍ଗ ମନେ ରହିଲା ତମର ଆଖି ଅଛି କି ନାହିଁ ଅଛି କେଇଟା ଆଖି ଅଛି ତମର ତମ ଆଖିରେ ସବୁ କି କାମ କରୁଛ ହାତ ଅଛି ହାତ କେଇଟା ଅଛି ହାତରେ ସବୁ କି କାମ କରୁଛ ଲେଖୁ ଆଉ ଲୁଗା ସଫା କର ନା କର ତ ହଁ ଆଉ ଗୋଡ଼ କେଇଟା ଚାଲୁ ଚାଣ୍ଡୁ ଆଉ କଣ କର ଫୁଟବଲ ଖେଳୁ ସାଇକେଲ ଚଲା ଗୁଡ ନାକ କେଇଟା ଦିଟା ଦିଟା କାହାର ନାକ ଅଛି ତମ ଦିଟା ଅଛି ନାକ କେଇଟା ନାକରେ କଣ କର ଆଉ କାନ କାନରେ ଶୁଭାଯାଏ ତ ନା ଶୁଭାଯାଏ ନା ଶୁଭେ ହଁ ବୁଝିପାରିଲ ଆମ ଶରୀର ଅଙ୍ଗ ପ୍ରତ୍ୟଙ୍ଗ କଣ ହେଲା ତ ଆମ ଶରୀର ଏଇ ଆମେ କଣ କରିଲେ ଶରୀର ଭିତରେ ଆମ ବାହାରେ ସବୁ କଣ ଅଛି ସବୁ କିଏ କାମ କରନ୍ତି ଏବେ ପଢିବା ଶରୀର ଭିତରେ ପାକସ୍ଥଳୀ ଅଛି ଆମ ଶରୀର ଭିତରେ ଶ୍ୱାସନଳୀ ଖାଦ୍ୟନଳୀ ହଁ ପାକସ୍ଥଳୀ ଯୋଉ ଅଛି ସେ କୋଉଠି ଅଛି ଆମ ଶରୀର ଭିତରେ ପେଟ ଭିତରେ ଅଛି କୋଉଠି ଅଛି ସେ ପେଟ ଭିତରେ ରହିଲା ପାକସ୍ଥଳୀ କାମ କଣ ପାକସ୍ଥଳୀ କଣ କରିବ ଆମ ଖାଦ୍ୟକୁ ହଜମ କରିବ କଣ କରିବ ଆମର ମସ୍ତିଷ୍କ କୋଉଠି ଅଛି ମୁଣ୍ଡ ଭିତରେ ମସ୍ତିଷ୍କ କୋଉଠି ଅଛି ମସ୍ତିଷ୍କର କାମ କଣ ଆମ ଅଙ୍ଗ ପ୍ରତ୍ୟଙ୍ଗ ରହିଲେ ହାତ ଗୋଡ଼ ସବୁ ରହିଲେ ତାକୁ ସବୁ କଣ କରିବ ଆଦେଶ ଦବ ତମେ ଏଇ କାମ କର ଯେମିତି ମଶା କାମୁଡୁଛି ଆମ ହାତଟା ଆପେ ଉଠି ଯାଉଛି କି ନାଇଁ ବାଡେଇବାକୁ ସେଟା କିଏ କହୁଛି ମସ୍ତିଷ୍କ ଆମ ହାତକୁ କହିଲାରୁ ଆମ ହାତ ଉଠିକି ବାଡଉଛି ହେଲା ବୁଝିଲ ତ ଆମ ଅଙ୍ଗ ପ୍ରତ୍ୟଙ୍ଗ ଆସିବ ଆସିବ ପାକସ୍ଥଳୀ ଆମର କଣ କରୁଛି ପାକସ୍ଥଳୀର କାମ କଣ ଠିଆ ହେଇଥିବ ପାକସ୍ଥଳୀ କୋଉଠି ଅଛି ହେଇଥିବ ପେଟ ଭିତରେ ସେ କଣ କରେ ପାକସ୍ଥଳୀ କାମ କଣ ଖାଦ୍ୟ ହଜମ କରିବା ବସ ଆମ ମସ୍ତିଷ୍କ କୋଉଠି ଅଛି କୁହ ମୁଣ୍ଡ ଭିତରେ ମସ୍ତିଷ୍କ କାମ କଣ ଆମ ଅଙ୍ଗ ପ୍ରତ୍ୟଙ୍ଗକୁ ଆଦେଶ ଦିଏ କାମ କରିବାକୁ